ଏବେ ମୁଁ ଆସିକି ପହଞ୍ଚିଛି ମୟୂରଭଞ୍ଜ ଠାକୁରମୁଣ୍ଡାରେ। ଆଉ ସେଠି ଗୋଟେ ଫ୍ୟାନ୍ ଅର୍ଡ଼ର ଥିଲା, ମୁଁ ଫ୍ୟାନ୍ ସେଠି ତିଆରି କରିବାକୁ ଆସିଛି। ଠାକୁରମୁଣ୍ଡା ଯିବା ବାଟରେ ଆପଣ ଦେଖିପାରୁଥିବେ ଏଇଠି ହେଉଛି ସବୁଠୁ ବଡ଼ ଘାଟି, ଡେଞ୍ଜର ଘାଟି। ଆପଣ ଦେଖିଥିବେ କେବେ ଯଦି ଠାକୁରମୁଣ୍ଡା ଆସିଥିବେ ମୟୂରଭଞ୍ଜ ଠାକୁରମୁଣ୍ଡା, ତାହେଲେ ଆପଣମାନେ ଏଇ ଘାଟି ଦେଇକି ନିଶ୍ଚିନ୍ତ ଯାଇଥିବେ। ଆପଣମାନେ ଦେଖନ୍ତୁ, ଏଠୁ ଆମେ ଗଲା ପରେ ସେଠି ଠାକୁରମୁଣ୍ଡାରେ ତାଙ୍କ ଗାଁରେ ଲାଇନ୍ ନଥିଲା ଏବଂ ଆମେ ଠାକୁରମୁଣ୍ଡା ବଜାରରେ ଗୋଟେ ହୋଲ୍ଡିଂ ଦୋକାନରେ ଆମେ ଫ୍ୟାନ୍ଟି ଫିଟିଂ କରିଥିଲୁ। ଆପଣ ଦେଖିପାରୁଥିବେ ଫ୍ୟାନ୍ଟି, ଆଉ ଏହା ତ ସମ୍ପୂର୍ଣ୍ଣ ଆମ ହାତ ତିଆରି ଫ୍ୟାନ୍, ଆପଣ ତ ଜାଣିଥିବେ। ସେଠି ଫ୍ୟାନ୍ଟି ଫିଟିଂ କରିସାରିଲା ପରେ ମୁଁ ଗାଁକୁ ଆସିଥିଲି ଏବଂ ଗାଁଠୁ ପୁଣି ଯାଇଥିଲି ଏଠି ତିଆରି କରିସାରିଲା ପରେ ମୁଁ ଯାଇଥିଲି ଢେଙ୍କାନାଳ। ଆପଣ ଦେଖିପାରୁଥିବେ ଚାଉଳ କେତେ ପରିଷ୍କାର ଆସୁଛି ଏବଂ ଏଥିରେ ମୁଣ୍ଡି ଗୁଣ୍ଡା ମଧ୍ୟ ରହୁନି। ଆଉ ଫ୍ୟାନ୍ଟି ମୁଁ ବାଇକ୍ରେ ନେଇକି ଯାଇଥିଲି ଏବଂ ସେଠି ଲଗେଇକି ଆସିଥିଲି। କେତେ ସୁନ୍ଦର ଭାବରେ ଲାଗିଛି ଆପଣ ଦେଖନ୍ତୁ। ଆପଣଙ୍କ ହଲର ଯେକୌଣସି ମଡ଼େଲରେ ଥାଉ, ଷ୍ଟାଣ୍ଡ ବାଇ ଥାଉ କିମ୍ବା ମେସିନରେ ଥାଉ, ଯେକୌଣସି ମଡ଼େଲରେ ଥାଉ, ଆପଣ ଯଦି ସେଥିରେ ଫ୍ୟାନ୍ ଲଗାଇବାକୁ ଚାହୁଁଛନ୍ତି ତାହେଲେ ଆମ ସାଙ୍ଗେ ଯୋଗାଯୋଗ କରିପାରିବେ। ଏହା ସମ୍ପୂର୍ଣ୍ଣ ଆମ ହାତ ତିଆରି ଫ୍ୟାନ୍। ଆପଣମାନେ ଯେକୌଣସି ମଡ଼େଲର ଫ୍ୟାନ୍ ଏବଂ ସାଇକ୍ଲୋନ୍ ତିଆରି କରିବା ପାଇଁ ଚାହୁଁଛନ୍ତି କିମ୍ବା ଧାନ ହଲର ତିଆରି କରିବା ପାଇଁ ଚାହୁଁଛନ୍ତି ତାହେଲେ ମୋ ସାଙ୍ଗେ ଯୋଗାଯୋଗ କରିପାରିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।